ମୁଁ ଉର୍ମିଳା ରେଡ୍ଡି, ଗାଁ ଚମାଖଣ୍ଡି, ଗଞ୍ଜାମରୁ। ଡକ୍ଟର ସଜେଷ୍ଟ କରିଛନ୍ତି ତାର ଓନ୍ଲି ୱାନ୍ ଅପସନ୍ ଟ୍ରାନ୍ସପ୍ଲାଣ୍ଟ ନହେଲେ ସେ ବଞ୍ଚିପାରିବନି। ଏବେ ପାଇଁ ତ ତାର ଡାୟାଲିସିସ୍ ଚାଲିଛି। ଡକ୍ଟର କହିଲେ କି ଯଥାଶୀଘ୍ର ତାର ଟ୍ରାନ୍ସପ୍ଲାଣ୍ଟ କରିବେ ଯଦି ଭଲ ହୁଅନ୍ତା। ସରକାରୀ ଖର୍ଚ୍ଚରେ ନାଇଁ ସାର୍, ଯେହେତୁ ଶିଶୁ ଭବନ ଗଭର୍ଣ୍ଣମେଣ୍ଟ ତ ଆମର ସବୁ ଫ୍ରି। ମୁଁ ସରକାରଙ୍କୁ ଜଣାଇବାକୁ ଚାହୁଁଛି ଯେ ଯଦି ସରକାର କି ଜନସାଧାରଣ ଚାହାନ୍ତେ ତ ମୋ ଛୁଆ ବଞ୍ଚିବ। ଆଉ ଅନୁରୋଧ କରୁଛି କି ଆପଣମାନେ ଆଗେଇ ଆସିକି ମୋ ଛୁଆ ପାଇଁ ସାହାଯ୍ୟ କରନ୍ତୁ। ଆପଣଙ୍କ ପାଖରେ ମୁଁ ସବୁଦିନ ପାଇଁ ଋଣୀ ହେଇକି ରହିବି। ଡକ୍ଟର କଣ ଆପଣଙ୍କୁ ସଜେଷ୍ଟ କରୁଛନ୍ତି କିଡନୀ ଟ୍ରାନ୍ସପ୍ଲାଣ୍ଟ ବାବଦରେ କଣ ଜାଣିଛନ୍ତି କଣ ସବୁ କରିବାକୁ ପଡ଼ିବ କଣ ନାହିଁ? ଡକ୍ଟର ଯେହେତୁ ଆମେ ମାନେ ଜାଣିନଥିଲେ ଏତେ କିଛି ତ ପଚାରିଲୁ, ଯେହେତୁ ଛୋଟ ଛୁଆ କିଡନୀ କୋଉଠୁ ଆସିବ, ତ ଡକ୍ଟର କହିଲେ ଯଦି ସେ 10 କିଲୋରୁ ଅଧିକ ଥାଏ ତ ଆଡଲ୍ଟ କିଡନୀ ଲାଗିପାରେ। ତ ବାପା ମା 2 ଜଣ ଭିତରୁ କିଏ ଦେଲେ ବି ଚଳିବ। ତ ଆଗେଇ ତ ଆସିଛୁ ଆମେ, କିଡନୀ ତ ଦବୁ, ବାସ୍ ଆର୍ଥିକ ସାହାଯ୍ୟ ଆପଣମାନଙ୍କଠୁ ଦରକାର। ଏ ପର୍ଯ୍ୟନ୍ତ ଆପଣ ଯୋଉ ବାଙ୍ଗାଲୋର କି ଦିଲ୍ଲୀରେ କରିବେ ସେଠି ଆପଣ ଯାଇକିନା କିଛି ଟେଷ୍ଟ ଚେକ୍ କଲେଣି? ନାଇଁ ସାର୍, ତା ପାଇଁ ବି ଆଜ୍ଞା ଓଡ଼ିଶାରେ କୋଉଠି ଚେକ୍ କରୁଛନ୍ତି? ମାନେ ଚେକ୍ ତ କିଛି ହେଇନି, ଯାହା ଡାୟାଲିସିସ୍ ଛୁଆର ଚାଲିଛି। କୋଉଠି ଡାୟାଲିସିସ୍ ହଉଛି? କଟକ ଶିଶୁ ଭବନରେ। କଣ ସେଠି ପୁଣି କଣ ଆଗର ପ୍ଲାନିଂ ଯେତେ ଶୀଘ୍ର ଆର୍ଥିକ ସାହାଯ୍ୟ ମିଳିବ, ମୋର ମୁଁ ଜଲ୍ଦି ନେଇକି ତାକୁ ବାଙ୍ଗାଲୋର ଯିବି। ସାର୍ ଦେଖନ୍ତୁ, ଯେହେତୁ ଛୁଆ ଆମକୁ ବଞ୍ଚିବା ଦରକାର ତ ଆଉ କିଛି ଭାବିବାର ହିଁ ନାହିଁ। କଣ ଆପଣଙ୍କୁ ଲାଗୁଛି ସରକାର ଆଉ ଜନସାଧାରଣ ଆପଣଙ୍କୁ ସାହାଯ୍ୟ କରିବେ? ଅଛି ତ, ହୋପ୍ ତ ଅଛି ମୋର କି ମାନେ ସରକାର ଆଉ ଜନସାଧାରଣ ମତେ ସାହାଯ୍ୟ କରିବେ। କଣ କହି ଜନସାଧାରଣ ସରକାରଙ୍କୁ ଆପଣ ନିବେଦନ ଏଇଟା ଯେ ମୋ ଛୁଆକୁ ବଞ୍ଚେଇ ଦିଅନ୍ତୁ। ମୋ ନାଁ ଏନ୍ କୃଷ୍ଣା ରେଡ୍ଡି, ଗାଁ ଚମାଖଣ୍ଡି, ଛତ୍ରପୁର ବ୍ଲକ, ଗଞ୍ଜାମ ଡିଷ୍ଟ୍ରିକ୍ଟ। କଣ ପାଇଁ ଆଜି ଆପଣ? ସାର୍ ମୁଁ ଆସିଛି, ମୋ ଛୋଟ ଛୁଆ ନା ଅନୁଷ୍କା 4 ବର୍ଷର, କିଡ଼ନୀ 2ଟା ଖରାପ ହେଇଯାଇଛି ସାର୍। ଆଉ ଆର୍ଥିକ ସହାୟତା ପାଇଁ କି ସରକାରଙ୍କ ସାହାଯ୍ୟ ପାଇଁ ଆପଣ ମିଡ଼ିଆ ମାଧ୍ୟମରେ ମୁଁ କିଛି ମୋ ଦୁଃଖ ଗୁହାରି କରିବା ପାଇଁ ଆସିଛି ସାର୍। ଝିଅ ଏବେ କୋଉ ଟ୍ରିଟମେଣ୍ଟ ହେଉଛି ଆପଣଙ୍କର? ଝିଅ ଟ୍ରିଟମେଣ୍ଟ ହେଉଛି କଟକର ଶିଶୁ ଭବନରେ। ତାର ଡାୟାଲିସିସ୍ ଚାଲିଛି, ଆପଣ ଦେଖିପାରୁଥିବେ ଡାୟାଲିସିସ୍। ସରକାରୀ ସ୍ତରରେ ଆପଣ କାହାକୁ ଦେଖା କରିଛନ୍ତି? ସରକାରୀ ସ୍ତରରୁ ବିଶେଷ କିଛି ଭେଟ ହେଇପାରୁନି ସାର୍, ସମୟର ଅଭାବ ଯୋଗୁଁ। ସପ୍ତାହରେ ସାର୍ 3 ଦିନିଆର ଡାୟାଲିସିସ୍ ଦିନ ଛଡ଼ା ଦିନେ ମୋତେ ଗୋଟେ ଦିନ ଟାଇମ୍ ମିଳେ, ସେ ବି ରବିବାର ସାର୍। ଆପଣ କଣ କରନ୍ତି? ମୁଁ ସାର୍ ଜଣେ ଟ୍ୟାକ୍ସି ଡ୍ରାଇଭର। ଆଉ ମୋ ପାଇଁ 30 ଲକ୍ଷ ଡକ୍ଟର କହିଛନ୍ତି ୟାର ଟ୍ରାନ୍ସପ୍ଲାଣ୍ଟ ପାଇଁ ଖର୍ଚ୍ଚ ହେବ। 30 ଲକ୍ଷ ମୋ ପାଇଁ ସମ୍ଭବ ନାହିଁ ସାର୍। ମୁଁ କେବେ ବି ଚାହିଁକି ବି ମୁଁ 30 ଲକ୍ଷ ଯୋଗାଡ଼ି ପାରିବିନି। ମୋ ଆର୍ଥିକ ସାହାଯ୍ୟ ମୋତେ ଦରକାର ସାର୍। କିଡ଼ନୀ ଆମେ ଦେଇଦେବୁ, ତା ମାଆ ଦେବ ନାହିଁ କହିଲେ ମୁଁ ବି ଦେଇଦେବୁ, କିଛି ପ୍ରୋବ୍ଲେମ୍ ନାହିଁ ମୋର। ତ ମୋତେ ଆର୍ଥିକ ସାହାଯ୍ୟ ଦରକାର ସାର୍। ସରକାରରେ କାହାକୁ ଆପଣ ନିବେଦନ କରୁଛନ୍ତି? ସରକାରରେ ମୁଁ ସାର୍ ଯିଏ ବି ମୋତେ ଯିଏ ବି ସାହାଯ୍ୟ କରେ, ଯିଏ ବି ପାରୁଛ କରନ୍ତୁ, ମୋ ଝିଅ ବଞ୍ଚିବା ଦରକାର। ଆପଣ ଭୁବନେଶ୍ୱର ଆସିଛନ୍ତି, ସରକାର ସ୍ତରରେ କାହାକୁ ଦେଖା କରିଛନ୍ତି କି ମନ୍ତ୍ରୀ? ନାହିଁ ସାର୍, ଆମେ କିଛି ବି ଜାଣିନୁ ଭୁବନେଶ୍ୱର କୋଉଠି କିଏ ରହୁଛନ୍ତି, ଆମେ କିଛି ଜାଣିନୁ ସାର୍। ଆମକୁ କିଏ ରାସ୍ତା ବତାନ୍ତୁ, ଯଦି ଯେ କିଏ ଜାଣିଛନ୍ତି ମୁଁ ରାସ୍ତା ମୁଁ ସାର୍ କାହାକୁ ଦେଖା କରିବା ପାଇଁ ପର୍ଟିକୁଲାର ଆସିନି ସାର୍। ମୁଁ ବାବୁ ସାର୍ଙ୍କ ଇଏରେ ସେଇ କହିଲେ ଭୁବନେଶ୍ୱର ଆସ, ମୁଁ କିଛିଟା ଆପଣଙ୍କୁ ସାହାଯ୍ୟ କରିବୁ। ସେ ନିଜେ ଆସି ଆପଣମାନଙ୍କୁ ନେଇକି ଆସିଥିଲେ, ତାଙ୍କୁ ବହୁତ ଧନ୍ୟବାଦ ଦେବି। ଯିଏ ବି ଆପଣଙ୍କର ଭିଡ଼ିଓ ଦେଖିବେ, ଯେ ସର୍ବସାଧାରଣ ଯେ ଜନତା ଆପଣଙ୍କୁ ସାହାଯ୍ୟ କରିବାକୁ ଚାହିଁବେ, କେମିତି କରିପାରିବେ? ସାର୍ ତା ପାଇଁ ମୋର ନମ୍ବର ଆପଣ IFC କୋଡ଼ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆପଣ ସ୍କ୍ରିନ୍ରେ ଆପଣଙ୍କୁ ପାଇଯିବେ। ମୋର ନମ୍ବର ହେଉଛି 9853006688। ଏଇଟା ମୋ ପର୍ସନାଲ୍ ନମ୍ବର ବି। ଆପଣ ଯଦି କିଛି ଅଧିକା ଜାଣିବାର ଥିବ ମୋତେ କଣ୍ଟାକ୍ଟ ଫୋନ୍ ପେ ନମ୍ବର ବି ଆପଣ? ଫୋନ୍ ପେ ନମ୍ବର ବି ଏଇଟା, ଗୁଗଲ୍ ନମ୍ବର ବି ଏଇଟା।
सर सरकार को और जनसाधारण को ओडिशावासी कौन आपण निवेदन करेंगे? निवेदन करी सर छोट झील सर देखु आ मो चाहिए सी केमती बचब यापर डॉक्टर कहते बेसी समय भी ना मो एत समय भी ना कि मुझे कर मो चाहिए किसी साहाय्य करंतु बेंगलोर ट्रीटमेंट आर ट्रांसप्लांट हबार अच्छे यथा शीघ्र पारुचंती मते आर्थिक साहाय्य टिके करंतु सेटाई सर ट्रांसप्लांट हेले बेंगलोर रे हो बेंगलोर हम ओडिसा रे कोठी ओडिशा रे सार मो डॉक्टर कहते आर कॉम्प्लिकेशन टिके अधिका तब छोट छुआ भी आर टिके क्रिटिकल कंडीशन अच्छे से बेंगलोर रे बेटर हम कही बेंगलोर ना कले दिल्ली ए टाइप दिल्ली टे सर बहुत कॉस्टली वर्ड 50 लाख रु अधिका लगे से बजेट फ्रेंडली पे हमें बेंगलोर चूज कर प्लानिंग करछन आपण यथा शीघ्र सर पैसा जब जुगाड़ हो आम तुरंत नहीं पड़ेबू सर धन्यवाद समग्र ओडिशावासी को नमस्कार मो निर्देशक बाबू बाबू जे बहुत समय आम कार्यरत रही था किंतु बहुत गुटे दुखर विषय तो मुझे सोशल मीडिया से लाइव था हठात क्या देखिली जड़े भौणी मुझे आड करदेली कि देखिली जो गोटे छोटिया पिला को देखिली तो आपको देखिली मुझे भाविली बोधे मो सहित बहुत छोट पिला एमती खुशी कथा हुआ किंतु तापर देखी पार्ली से भौणी जनक दुख विषय कहले तो मुझे सहित जोगाजोग करी जो दुख शुणिली बहुत कष्ट लगे जे तार दुईटी जाक किडनी फेल अच्छी आउ जे माँ किडनी देवे बोली फाइनाल हो सारी किंतु बर्तमान दुखर विषय है कि से किडनी बर्तमान दवापाई जो ट्रांसप्लांट हाँपाई 30 लाख रु ऊर्ध्व टंका खर्च हम तेणु बापा जने ड्राइवर तेणु घर जहाँ भी रोजगार करती घर चले तेणु एत गुड़ाए टंका बोध हुए जोगाड़ करने बहुत कष्ट हम तेणु समग्र ओडिशावासी को हाथ जोड़ी अनुरोध करी आपण मैंने आपण खर्च जदि गोटे टंका भी साहाय्य करें हूँ ये पिलाटी मोर आम हस देखिपर तेणु बास समस्त को अनुरोध कर एति कहि निज पकेट्रु जहाँ भी खर्च आपण साहाय्य करूँ आउ आगामी दिन से पिलाटी मुहर आम हस देखिपर कारण आमर जदि जड़े निज भौणी था आम कि ना कि चिंता करता सेमती आम आमर निज भौणी भाई भावा दरकार आउ जड़े गोटे भाणीजी भावी आगामी दिन से केमती खुशी रहिबो तो से आम चिंता करवा दरकार पुणी थे अनुरोध कर समस्त हाथ जोड़ी आपण पकेट्रु जहाँ भी किसी आपण स्वहृदय साहाय्य करंतु आगे टिके आपण रोकिया चाहिए छोट पिलाटी 4 वर्षर पिलाटी को माँ कहते डोनेट करेंगे किडनी आपण केम देखुंती कोन एटा ठीक लागुची निहाती देखो गोटे माँ जिते जन्म दे थाए ना सी सब चिंता करे मो शिशु केमती दुनिया रे बरं मु चली जाए मो शिशु केमती हसुथाऊ तेणु एमती माँ भी मिलवा बहुत कष्टकर जे गोटे निज हृदय गोटे निजर पिला को किडनी देवाई आगे आसे तेणु से भाई माँ जिते जन्म देती आगे आसी तेणु आम तो भी मनीष ना आम से मनीष पुणिया देखापी आम हृदय किछि किछि टंका आम साहाय्य करने आवश्यक निहाती रही। धन्यवाद।